ଆଉ ସହିତ ଅତି ପରିଚିତ ପ୍ରଭୁଙ୍କର ଦାସ ଆଉ ଆମମାନଙ୍କ ଗହଣରେ ଅଛନ୍ତି, କିନ୍ତୁ ମୁଁ ଆପଣ ମାନଙ୍କ ପାଇଁ ଗୋଟେ ବାକ୍ୟ ପଢିବି। କାରଣ ଯେଉଁ ଭୂମି ଆପଣା ଉପରେ ବାରମ୍ବାର ପତିତ ବୃଷ୍ଟି ଜଳ ପାନ କରେ, ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ, ସେମାନଙ୍କର ଉପଯୋଗୀ ଉପଯୋଗୀ ସକାତି ଉତ୍ପନ୍ନ କରେ, ତାହା ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ। ପ୍ରଭୁ ପଠିତ ବାକ୍ୟ ଦେଇ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଅଛନ୍ତି ଉପସ୍ଥିତ, ଆଉ ଆପଣ ସବୁବେଳେ ତାଙ୍କ ମୁଖରୁ ପ୍ରକାଶିତ ବାକ୍ୟର ବିବରଣ ଶୁଣି ଆସୁଅଛନ୍ତି। ଆଉ ଯେହେତୁ ମୁଁ ଆମମାନଙ୍କ ମଧ୍ୟରେ ଉପସ୍ଥିତ ପ୍ରଭୁଙ୍କ ଦାସ ପାଣି ଆଜ୍ଞାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ କରେ। ଆପଣ ଆସିଅଛନ୍ତି, ଭଲ କରିଅଛନ୍ତି। ପ୍ରଭୁ ଆପଣଙ୍କୁ ପ୍ରକାଶିତ ବାକ୍ୟରୁ ଯେଉଁ ତତ୍ଵ ଦେଇଅଛନ୍ତି, ତାହା ଆପଣ ଆମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ କରନ୍ତୁ। ଆମ୍ଭେମାନେ ତାହା ଶୁଣିବା ପାଇଁ ଜାଗ୍ରତ ଅଟୁ। ଏତୁ ଆସୁ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପାଣି ଆଜ୍ଞାଙ୍କୁ କରତାଳ ସହିତ ସ୍ୱାଗତ କରିବା। ଆଜ୍ଞା, ପ୍ରେଜ ଦ ଲର୍ଡ। ଆସନ୍ତୁ, ବର୍ତ୍ତମାନ ଆପଣଙ୍କର ସମୟ। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦଉଛି। ପ୍ରଭୁ ଆମମାନଙ୍କର ସଙ୍ଗରେ ପ୍ରଭୁ ପରମେଶ୍ୱର ହେଇଛନ୍ତି, ଆଉ ଆମମାନଙ୍କ ଜୀବନରେ ତାଙ୍କର ଦୟା, ତାଙ୍କର ଆଶୀର୍ବାଦ, ତାଙ୍କର କରୁଣା ଭରି ଦେଇଛନ୍ତି। ଆଉ ଆମମାନଙ୍କର ସୁଖରେ, ଆମ୍ଭମାନଙ୍କର ଦୁଃଖରେ, ସବୁ ଅବସ୍ଥାରେ ଆମମାନଙ୍କର ସହିତ ରହି ଆମ୍ଭମାନଙ୍କୁ ନିୟନ୍ତ୍ରଣ କରିଛନ୍ତି। ମୁଁ ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଏବଂ ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ସ୍ୱାଗତ ଜଣାଉଛି ଏବଂ ସମସ୍ତଙ୍କୁ ନମସ୍କାର ଜଣାଉଛି। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଦୟା କରନ୍ତୁ, ତାଙ୍କର ଅନୁଗ୍ରହ ଯୋଗ କରନ୍ତୁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ପାଇଁ। ଆଉ ଅନେକ ଦିନ ହେଲାଣି ପ୍ରଭୁଙ୍କର ସେବାରେ এই ଅନୁଷ୍ଠାନଟି ଲାଗି ରହିଛି। ଅନଲାଇନରେ, ଅଫଲାଇନରେ ପ୍ରଭୁଙ୍କର ସେବା କାର୍ଯ୍ୟ କରାଯାଉଛି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ପ୍ରଭୁଙ୍କର ଦାସଙ୍କ ପାଇଁ, ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର ଡାଇରେକ୍ଟର ମହାଶୟଙ୍କ ପାଇଁ। ପ୍ରଭୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ବ୍ୟବହାର କରିକି ଆଣିଛନ୍ତି। ପ୍ରଭୁ ସେମାନଙ୍କୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଆଜି ଉପାସନା ପରିଚାଳନା କରୁଥିବା ପ୍ରଭୁଙ୍କର ଦାସ ଛିଞ୍ଚାଣି ଆଜ୍ଞାଙ୍କ ପାଇଁ। ପ୍ରଭୁ ତାଙ୍କୁ ଆଶୀର୍ବାଦ କରିଛନ୍ତି, ଦୟା କରିଛନ୍ତି, ତାଙ୍କର ସେବାରେ ବ୍ୟବହାର କରିକି ଏପର୍ଯ୍ୟନ୍ତ ବହି ଆଣିଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଧନ୍ୟବାଦ ଦଉଛି ପ୍ରଭୁଙ୍କର ଦାସୀ ସାନ ନାୟକ ଦିଦିଙ୍କ ପାଇଁ। ପ୍ରଭୁ ତାଙ୍କୁ ମଧ୍ୟ ଅନୁଗ୍ରହ କରି, ପ୍ରେମ କରି ତାଙ୍କର ସେବାରେ ବ୍ୟବହାର କରୁଛନ୍ତି। ମୁଁ ସେଥିପାଇଁ ଧନ୍ୟବାଦ ଦଉଛି। ପ୍ରଭୁ ସେମାନଙ୍କୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ଆଜିର ଧ୍ୟାନ ନିମନ୍ତେ ପବିତ୍ର ବାଇବଲରୁ ଆମେ ପାଠ କରିବା ପ୍ରକାଶିତ ବାକ୍ୟ ତାର 5 ଅଧ୍ୟାୟ 1 ପଦରୁ 7 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା। ପ୍ରକାଶିତ ବାକ୍ୟ 5 ଅଧ୍ୟାୟ 1 ପଦରୁ 7 ପଦ ପର୍ଯ୍ୟନ୍ତ ପାଠ କରିବା। କେହି ଜଣେ ଦୟାକରି ପାଠ କରି ସାହାଯ୍ୟ କରିବେ। ତତ୍ପରେ ମୁଁ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି। ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି। ସେ ଉଚ୍ଚ ସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରା ସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ? କିନ୍ତୁ ସ୍ୱର୍ଗ ଓ ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ। ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି। ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ। ଦେଖ,
ଯେ ଜିହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ ସେ ପୁସ୍ତକର ସପ୍ତମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି। ସେତେବେଳେ ମୁଁ ଦେଖିଲି ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷ ଶାବକ ଠିଆ ହୋଇ ଅଛନ୍ତି। ସେ ହତ ହେଲା ପରି ଦେଖାଯାଉଥିଲେ। ତାହାଙ୍କର ସପ୍ତଶୃଙ୍ଗ ଓ ସପ୍ତଚକ୍ଷୁ, ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା। ସେ ଆସି ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ। ହୁଏ ପଠିତ ବାକ୍ୟରେ ଶ୍ରବଣରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଯେ ପ୍ରଭୁ ଆମମାନଙ୍କର ସହାୟ ହେଇଛନ୍ତି, ସହବର୍ତ୍ତୀ ହେଇଛନ୍ତି। ତାଙ୍କର ଅନୁଗ୍ରହ, ତାଙ୍କର ଦୟା, ତାଙ୍କର ଆଶୀର୍ବାଦ, ତାଙ୍କର କରୁଣା ଆମମାନଙ୍କ ପାଇଁ ପ୍ରଚୁର କରି ଆମମାନଙ୍କର ସହାୟ ହେଇଛନ୍ତି। ଆମମାନଙ୍କର ସୁଖରେ, ଆମମାନଙ୍କର ଦୁଃଖରେ, ଆମମାନଙ୍କର ସବୁ ଅବସ୍ଥାରେ ଆମମାନଙ୍କର ସହିତ ସେ ଅଛନ୍ତି। ଆଉ ମଧ୍ୟ ପ୍ରାତଃ ସମୟରେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ, ପ୍ରଭୁଙ୍କର ପାଦ ତଳେ ବସି ପ୍ରଭୁଙ୍କର ସେବା ଆରାଧନା କରିବା ପାଇଁ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଦୟା କରନ୍ତୁ। ଆମେ ଗତ ଥର ଆଲୋଚନା କରୁଥିଲୁ ଯେ କି ପ୍ରକାର ଭାବରେ ଯୋହନ ସେ ସ୍ୱର୍ଗରେ ପହଞ୍ଚିଛନ୍ତି, ସ୍ୱର୍ଗକୁ ତାକୁ ନିଆଯାଇଛି ଏବଂ ସ୍ୱର୍ଗର ଅନେକ ଦୃଶ୍ୟ ସେ ଦେଖୁଛନ୍ତି ଏବଂ ଆମମାନଙ୍କୁ ସେ ପ୍ରକାଶ କରିଛନ୍ତି। ସେ ବିଷୟରେ ଆମେ ଆଲୋଚନା କରି ସାରିଛୁ। ବର୍ତ୍ତମାନ ସେ ଆଉ ଗୋଟେ ଦୃଶ୍ୟ ଦେଖୁଛନ୍ତି, ଆଉ ସେଇ ଦୃଶ୍ୟର କଥା ବର୍ଣ୍ଣନା ଏହି ସ୍ଥାନରେ କରାଯାଇଛି। ଯୋହନ ଯେତେବେଳେ ସ୍ୱର୍ଗରେ ପହଞ୍ଚିଛନ୍ତି, ସେ ସ୍ୱର୍ଗର ସମସ୍ତ ଦୃଶ୍ୟ ଦେଖୁଛନ୍ତି ଏବଂ ସେଇ ଗୌରବମୟ ସ୍ଥାନ ବିଷୟରେ ସେ ଦେଖୁଛନ୍ତି ଏବଂ ସଦାପ୍ରଭୁ ଏକ ସିଂହାସନରେ ବସି ଅଛନ୍ତି ଏବଂ ସେଠାରେ 24 ପ୍ରାଚୀନ ଈଶ୍ୱରଙ୍କର ପ୍ରଶଂସା କରୁଛନ୍ତି। ଚାରି ପ୍ରାଣୀ ଈଶ୍ୱରଙ୍କର ପ୍ରଶଂସା କରୁଛନ୍ତି, ପ୍ରଭୁଙ୍କର ସ୍ତୁତି କରୁଛନ୍ତି। এই ପ୍ରକାର ଏକ ଚମତ୍କାର ଦୃଶ୍ୟ ମଧ୍ୟରେ ସେ ଆଉ ଗୋଟେ କଥା ସେ ଦେଖୁଛନ୍ତି ନା କଣ ନା ଈଶ୍ୱରଙ୍କର ହାତରେ ଗୋଟିଏ ପୁସ୍ତକ ଅଛି ଆଉ ସେଇ ପୁସ୍ତକଟି କଣ ଅଟେ ଏବଂ ତାହା କିଏ ଫିଟେଇବେ, এই କଥାଟି ସେଇଠି ଆଲୋଚନା କରାଯାଉଛି ଯେ ସେମାନେ ପୃଥିବୀର ବିଚାର କରିବାର ଅଧିକାରକୁ ମଧ୍ୟ ସ୍ୱୀକାର କରୁଛନ୍ତି। କେବଳ ସେ ଯେ ପ୍ରଶଂସା ପାଇବା ପାଇଁ, ଅର୍ଥାତ୍ ସଦାପ୍ରଭୁ ପରମେଶ୍ୱର କେବଳ ଯେ ପ୍ରଶଂସା ପାଇବା ପାଇଁ ଶୋଭାଜନ ଅଟନ୍ତି, ଗୌରବ ପାଇବା ପାଇଁ ଶୋଭାଜନ ଅଟନ୍ତି, କେବଳ ସେତିକି ନୁହେଁ, ମାତ୍ର ସେ ଯେ ପୃଥିବୀର ବିଚାର କରିବା ପାଇଁ ସେ ବିଚାରକର୍ତ୍ତା ଅଟନ୍ତି, এই କଥାଟିକୁ ମଧ୍ୟ ସେମାନେ ସ୍ୱୀକାର କରୁଛନ୍ତି। ଅର୍ଥାତ୍ ଈଶ୍ୱରଙ୍କର ଅଧିକାରକୁ, ଈଶ୍ୱରଙ୍କର ସାର୍ବଭୌମତାକୁ ସେମାନେ ସ୍ୱୀକାର କରୁଛନ୍ତି। ପୃଥିବୀରେ ଯାହା ଯାହା ସବୁ ଘଟିବା ପାଇଁ ଯାଉଛି ସେ ସମ୍ବନ୍ଧରେ ଯୋହନ ସ୍ୱର୍ଗୀୟ ଦୃଷ୍ଟିକୋଣ ଆମମାନଙ୍କୁ ଦେବା ପାଇଁ ସେ ଚାହାନ୍ତି, ଆଉ ସେଥିପାଇଁ ତାଙ୍କୁ ମଧ୍ୟ ସ୍ୱର୍ଗକୁ ନିଆଯାଇଛି। ସ୍ୱର୍ଗର ସମସ୍ତ ଦୃଶ୍ୟ ତାଙ୍କୁ ଦେଖେଇ ଦିଆଯାଉଛି ଆଉ ସେ ସମସ୍ତ ବିଷୟ ଦେଖୁଛନ୍ତି। ଅର୍ଥାତ୍ ଆମମାନେ ଚତୁର୍ଥ ଅଧ୍ୟାୟରେ ଈଶ୍ୱରଙ୍କର ଏବଂ ତାଙ୍କର ସୃଷ୍ଟି ଏବଂ ତାଙ୍କର ମୁକ୍ତିପ୍ରାପ୍ତ ଲୋକମାନଙ୍କର ପ୍ରଶଂସା, ଗୌରବ କରିବା କଥା ଯେତେବେଳେ ଦେଖୁଛୁ, ବର୍ତ୍ତମାନ ସେଟା ବନ୍ଦ ହେଇଗଲା, ସେଟା ସମାପ୍ତ ହେଇଗଲା। ଈଶ୍ୱରଙ୍କର ପ୍ରଶଂସା ଆରାଧନା କରିବା କଥା ବର୍ତ୍ତମାନ କଣ ଲେଖା ଅଛି? ପଞ୍ଚମ ଅଧ୍ୟାୟକୁ ଯେତେବେଳେ ଆମେ ଆସୁଛୁ, ଈଶ୍ୱରଙ୍କର ବିଚାର, ଈଶ୍ୱରଙ୍କର ବିଚାର ସମ୍ବନ୍ଧୀୟ ବିଷୟ ଆମେ ପଞ୍ଚମ ଅଧ୍ୟାୟରେ ଦେଖିବା ପାଇଁ ପାଉଛୁ। ସାଙ୍ଗେ ସାଙ୍ଗେ ଗୋଟେ ସିନ୍ଟି ଚେଞ୍ଜ ହେଇଯାଉଛି। ପ୍ରଶଂସା ଆରାଧନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ବିଚାର ସମ୍ବନ୍ଧୀୟ ବିଷୟ ବର୍ତ୍ତମାନ ଦେଖିବା ପାଇଁ ଆମମାନଙ୍କୁ ମିଳୁଛି। ଅର୍ଥାତ୍ ଆମେ ଜାଣିବାକୁ ପାରୁଛୁ ଯେ ସ୍ୱର୍ଗରେ
ଯୀଶୁ ହେଉଛନ୍ତି କେନ୍ଦ୍ରବିନ୍ଦୁ। ଅର୍ଥାତ୍ ସ୍ୱର୍ଗରେ ଯୀଶୁ ହେଉଛନ୍ତି ମୁଖ୍ୟ ବ୍ୟକ୍ତି। ସେ ହେଉଛନ୍ତି ଧ୍ୟାନର କେନ୍ଦ୍ରବିନ୍ଦୁ। ତାଙ୍କ ଆଡକୁ ଆମକୁ ଧ୍ୟାନ ଦେବାକୁ ହବ। ଆମେ ବିଶ୍ୱାସ କରୁଛୁ ଯେ ସ୍ୱର୍ଗ ଏକ ଗୌରବମୟ ଏବଂ ଚମତ୍କାର ସ୍ଥାନ ଅଟେ। ଆମେ ବିଶ୍ୱାସ କରୁ ଯେ ସ୍ୱର୍ଗ ସୁନା, ରୂପା, ହୀରା, ମୋତି, ମାଣିକ୍ୟ ଠାରୁ ମଧ୍ୟ ଅଧିକ ସୁନ୍ଦର ଆଉ ଗୌରବମୟ ସ୍ଥାନ ଅଟେ। ଆମେ ବିଶ୍ୱାସ କରୁ ଯେ ସ୍ୱର୍ଗରେ ଆମେ ଅବ୍ରାହମ, ଇସାହାକ, ଯାକୁବ, ମୋଶା, ଦାଉଦ, ପାଉଲ ଏବଂ ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ଆମେ ଦେଖିବାକୁ ପାଇପାରିବା। କିନ୍ତୁ ସ୍ୱର୍ଗରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆମେ ଏଇ କଥାଟିକୁ ଚିନ୍ତା କରୁଥିବୁ, ଅନେକ ସମୟରେ ମଧ୍ୟ ଆମେ ଏଇ କଥାକୁ ଆଲୋଚନା କରୁଥିବୁ ମଧ୍ୟ, ଯେ ଆମେ ଆମର ନିଜର ଲୋକମାନଙ୍କୁ ସେଇଠି ଭେଟିବା, ନିଜର ଲୋକମାନଙ୍କୁ ଆମେ ଦେଖିବା, ଯୋଉମାନେ କି ବିଶ୍ୱାସର ବୀର ସେମାନଙ୍କୁ ମଧ୍ୟ ଦେଖିବା, ଯୋଉମାନଙ୍କର କଥା କି ଆମେ ବାଇବଲରେ ପାଠ କରୁଛୁ ସେମାନଙ୍କ ସହିତ ଆମେ ମିଶିବା। କିନ୍ତୁ ମୁଖ୍ୟ ଆକର୍ଷଣ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ପର୍ଯ୍ୟାୟରେ ଆମେ ଯୀଶୁଙ୍କୁ ତାଙ୍କ ଉପଯୁକ୍ତ ସ୍ଥାନରେ ଦେଖିବା ପାଇଁ ଯାଉଛୁ। ଅର୍ଥାତ୍ ଯୀଶୁଙ୍କୁ ସ୍ୱର୍ଗରେ ଗୌରବମୟ ଅବସ୍ଥାରେ, ଉନ୍ନତ ଅବସ୍ଥାରେ ଆମେ ଦେଖିବୁ। ଆମେ ତାଙ୍କ ବିଷୟରେ ଏଇ କଥାଟି ଜାଣିଛୁ ଯେ ସେ ହେଉଛନ୍ତି ମେଷ ଶାବକ। ସେ ଜଗତର ପାପ ଭାର ବହିକିରି ନେଇଗଲେ। ସେ ଆମ୍ଭମାନଙ୍କୁ ପରିତ୍ରାଣ ଦେଲେ, ଆମ୍ଭମାନଙ୍କ ନିମନ୍ତେ ନିର୍ଯାତିତ ହେଲେ, ଅପମାନିତ ହେଲେ, ଲାଞ୍ଛିତ ହେଲେ, କୋରଡ଼ା ପ୍ରହାରିତ ହେଲେ, କ୍ରୁଶ ଉପରକୁ ଗଲେ, ମୃତ୍ୟୁ ଭୋଗ କଲେ, କିନ୍ତୁ ସ୍ୱର୍ଗରେ ସେ ଗୌରବାନ୍ୱିତ ଏବଂ ଉନ୍ନତ ଅଟନ୍ତି। ସେଇ କଥାଟିକୁ ଆମେ ଦେଖିବୁ। କିନ୍ତୁ এই ପଞ୍ଚମ ଅଧ୍ୟାୟରେ 5 ଅଧ୍ୟାୟରେ ଆମେ ଯୀଶୁଙ୍କୁ ତାଙ୍କର ଉଚ୍ଚ ଗୌରବ ବିଷୟ ପ୍ରକାଶ କରିବା ବିଷୟ ଆମେ ଦେଖୁଛୁ ଏବଂ ତାଙ୍କର ବିଚାର ବିଷୟ ଆମେ ଦେଖିବା ପାଇଁ ଯାଉଛୁ। ଏହି ସମସ୍ତ ବିଷୟ ଯେତେବେଳେ ଆମେ ଆଲୋଚନା କରୁଛୁ ସେତେବେଳେ ଆଜିର ପ୍ରସଙ୍ଗର ନାମକୁ ଆମେ ମନେ ରଖିବା ଯୋଗ୍ୟ ମେଷ ଶାବକ, ଯେ କି ସ୍ୱର୍ଗରେ ମୁଖ୍ୟ, ପ୍ରଧାନ ଏବଂ କେନ୍ଦ୍ରବିନ୍ଦୁ ଅଟନ୍ତି। ସେଇ ଯୋଗ୍ୟ ମେଷ ଶାବକଙ୍କ ବିଷୟରେ ଆମେ ଆଜି ଆଲୋଚନା କରିବା। এই যোগ্য ମେଷ ଶାବକ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ତାଙ୍କ ବିନା କିଛି ହେଇପାରିବ ନାହିଁ। ସେଇ କଥାଟିକୁ ଆମେ ଆଲୋଚନା କରିବା। ପ୍ରଥମଟି ହେଉଛି ଏ ମିଷ୍ଟରିୟସ୍ ସ୍କ୍ରୋଲ, ଏକ ରହସ୍ୟମୟ ପୁସ୍ତକ। ସଦାପ୍ରଭୁଙ୍କର ହସ୍ତରେ ଗୋଟିଏ ପୁସ୍ତକ ଅଛି ଯାହାକୁ କି ସ୍କ୍ରୋଲ ବୋଲିକିରି କୁହାଯାଉଛି। ଆମେ ତାକୁ ପୁସ୍ତକ ବୋଲିକିରି କହୁଛୁ, ବାକ୍ୟରେ ପୁସ୍ତକ ବୋଲି ଲେଖା ଅଛି। ଏହା ଆମେ ଯୋଉ ପୁସ୍ତକ ବର୍ତ୍ତମାନ ଧରୁଛୁ, ଆମ ହାତରେ ଯୋଉ ପୁସ୍ତକ ଗୁଡିକ ଅଛି, ଅର୍ଥାତ୍ ବାଇବଲ ଗୋଟେ ପୁସ୍ତକ ଆମ ପାଖରେ ଅଛି, ସେ ପ୍ରକାର ପୁସ୍ତକ ଏହା ନୁହେଁ। କିମ୍ବା ଅନ୍ୟାନ୍ୟ ଆହୁରି ଯୋଉ ସମସ୍ତ ପୁସ୍ତକ ଗୁଡିକ ଅଛି ସେ ପ୍ରକାର ପୁସ୍ତକ ଏହା ନୁହେଁ। ଆମେ ସ୍କ୍ରୋଲ କହିଲେ ନିଶ୍ଚିତ ଭାବରେ ଜାଣିପାରିବୁ ବାଇବଲରେ এই ଯୋଉ ବାଇବଲ ଆମେ ପାଇଛୁ ପୂର୍ବରୁ, ଅର୍ଥାତ୍ ପ୍ରାଚୀନ କାଳରେ ଏହା ପଶୁ ଚମଡ଼ାରେ ଲେଖା ଯାଉଥିଲା। ବିଭିନ୍ନ ପ୍ରକାର ବିଷୟକୁ ବ୍ୟବହାର କରାଯାଉଥିଲା ଏବଂ ତାକୁ ସ୍କ୍ରୋଲ ଏମିତି ଗୋଡେଇକିରି ତାକୁ ଗୋଡେଇକିରି ରଖାଯାଉଥିଲା। ଏହା ବର୍ତ୍ତମାନ ଆମେ ଯୋଉ ପୁସ୍ତକ ବ୍ୟବହାର କରୁଛୁ ସେ ପ୍ରକାର ପୁସ୍ତକ ନଥିଲା। ସେଇ ପୁସ୍ତକ କଥା ଏହା କହୁଛି, ଅର୍ଥାତ୍ ସ୍କ୍ରୋଲ ଯାକୁ ଗୋଡେଇକିରି ତାକୁ ରଖାଯାଏ, ସେଠି ଲେଖା ଯାଇଥାଏ। ଏକ ପଦରେ ସେଇ କଥାଟି ଲେଖା ଅଛି, ତତ୍ପରେ ମୁଁ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି। ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ
ମୁଦ୍ରାଙ୍କିତ। এই ସ୍କ୍ରୋଲଟି ବା এই ପୁସ୍ତକଟି ଉଭୟ ପାର୍ଶ୍ୱରେ ଲେଖା ହେଇଛି, ଭିତରେ ବି ଲେଖା ହେଇଛି, ବାହାରେ ବି ଲେଖା ହେଇଛି। ଦୁଇ ପାଖରେ ଲେଖା ହେଇଥିବା ଗୋଟିଏ ପୁସ୍ତକ ଅଟେ। ଆଉ ଏଇ ପୁସ୍ତକ ଈଶ୍ୱରଙ୍କର ହାତରେ ଅଛି। ଏହା ଯେମିତି ମୁଁ କହୁଥିଲି, ଏହା ଗୋଟେ ଚମଡ଼ାରେ ପ୍ରସ୍ତୁତ ହେଇଛି ଏବଂ ଏହା ଗୋଟେ ଲମ୍ବା ଆକାରର ପୁସ୍ତକ ଅଟେ ଏବଂ ଏଥିରେ 7ଟି ମୁଦ୍ରା ଲାଗିଛି। 7ଟି ମୁଦ୍ରା ଅଛି ଏଥିରେ। ଏହା ଗୋଟିଏ ରହସ୍ୟମୟ ପୁସ୍ତକ ଅଟେ। କଣ এই ପୁସ୍ତକ ଭିତରେ ଅଛି? ଭିତରେ ଏବଂ ବାହାରେ ଲେଖା ହେଇଛି। এই ପୁସ୍ତକ ବିଷୟରେ ଆମେ ନିଶ୍ଚିତ ଭାବରେ ଆଲୋଚନା କରିବା। ପ୍ରଥମ ବିଷୟଟି ହେଉଛି କ୍ୟାରେକ୍ଟର ଅଫ ଦିସ୍ ସ୍କ୍ରୋଲ। କ୍ୟାରେକ୍ଟରଟା କଣ? ଏଟା ଏକ ପଦରେ ଲେଖା ଅଛି। এই ପୁସ୍ତକର ଚରିତ୍ର ବା ଗୁଣ ବା ଅକ୍ଷର ଯାହା ବି ଆମେ କହିପାରିବା। କ୍ୟାରେକ୍ଟରଟା କଣ? এই ଚରିତ୍ର କଣ? ତାର ଗୁଣ କଣ? ଯେତେବେଳେ ଆମେ এই ପଦକୁ ପଢୁଛୁ, ଅର୍ଥାତ୍ ପ୍ରଥମ ପଦକୁ ଆମେ ପାଠ କରୁଛୁ, ସେତେବେଳେ এই ପୁସ୍ତକର ଚିତ୍ର ବା ଚରିତ୍ର ବା এই ଗୁଣ ସ୍ପଷ୍ଟ ହଉଛି ଯେ ସଦାପ୍ରଭୁଙ୍କର ହାତରେ ଗୋଟିଏ ପୁସ୍ତକ ଅଛି। ପ୍ରଥମ ବିଷୟ ହେଉଛି ଏହା ମନୁଷ୍ୟ ସମ୍ପର୍କୀୟ ଅଟେ। ଏଇ ଯୋଉ ପୁସ୍ତକଟି ସଦାପ୍ରଭୁଙ୍କର ହାତରେ ଅଛି ଏବଂ ଭିତରେ ଏବଂ ବାହାରେ ଲେଖାଯାଇଛି, ଏହା ମନୁଷ୍ୟ ସମ୍ପର୍କୀୟ ବିଷୟ ଅଟେ। ଦ୍ୱିତୀୟଟି ହେଉଛି ଏହା ପୃଥିବୀ ସମ୍ପର୍କୀୟ ବିଷୟ ମଧ୍ୟ ଅଟେ। ପୃଥିବୀ ବିଷୟରେ ମଧ୍ୟ ଏଥିରେ ଲେଖାଯାଇଛି। ତେବେ ଆମେ ଆଜି ଆଲୋଚନା କରିବା এই ରହସ୍ୟମୟ ପୁସ୍ତକ ବିଷୟରେ ଏବଂ ତାର ଚରିତ୍ର ବିଷୟରେ, ତାର ଗୁଣ ବିଷୟରେ। ଯେତେବେଳେ ତାହାର ମୁଦ୍ରାକୁ, ଏଇ ପୁସ୍ତକର ମୁଦ୍ରା ସବୁ ଭଙ୍ଗାଯିବ ବା ଖୋଲାଯିବ, ସେତେବେଳେ ପୃଥିବୀର ଦୁଃଖ ଆରମ୍ଭ ହବ। ଯେତେବେଳେ ଏହା ଗୋଟିଏ ପରେ ଗୋଟିଏ ଖୋଲାଯିବ, ସେତେବେଳେ ପୃଥିବୀର ଦୁଃଖଟି ଆରମ୍ଭ ହବ ବା କ୍ଲେଶ ଆରମ୍ଭ ହବ। କ୍ଲେଶର ବିଷୟ ଆରମ୍ଭ ହବ। ଏବଂ ତୃତୀୟ ବିଷୟଟି ହେଉଛି এই ପୁସ୍ତକ ସହିତ ଉଦ୍ଧାର ବା ମୁକ୍ତି ସହିତ ସମ୍ପର୍କ ଅଛି। এই ପୁସ୍ତକ କଣ? ମୁକ୍ତ ଏବଂ ଉଦ୍ଧାର, ମୁକ୍ତି ବା ଉଦ୍ଧାର ସହିତ ସମ୍ପର୍କ ଅଛି। ଏବଂ ଏହା ଖୋଲିବା ଦ୍ୱାରା ମୁକ୍ତ କରାଯିବ, ଅନେକ ବିଷୟକୁ ମୁକ୍ତ କରାଯିବ, ଅନେକ ବିଷୟକୁ ଉଦ୍ଧାର କରାଯିବ। ଯେତେବେଳେ ପ୍ରଭୁ ଯୀଶୁ ଏହି ପୁସ୍ତକକୁ ନିଅନ୍ତି ବା ତାଙ୍କର ହାତକୁ ସେ ନିଅନ୍ତି, ସଦାପ୍ରଭୁଙ୍କର ହସ୍ତରୁ ସେ ନିଜ ହସ୍ତକୁ ନିଅନ୍ତି, ସେତେବେଳେ ତାଙ୍କର ମୁକ୍ତି କାର୍ଯ୍ୟ ତାଙ୍କୁ ପ୍ରଶଂସା କରିବ। ଯୋଉମାନେ ମୁକ୍ତ ପ୍ରାପ୍ତ ହେଇଛନ୍ତି ସେମାନେ ପ୍ରଶଂସା କରିବେ ଏବଂ ଯୋଉମାନେ ମୁକ୍ତ ହେବେ, ପୃଥିବୀର ଅନେକ ବିଷୟ ମୁକ୍ତ କରାଯିବ, ସେମାନେ ଈଶ୍ୱରଙ୍କର ପ୍ରଶଂସା କରିବେ। 5 ଅଧ୍ୟାୟ ତାର 9 ପଦ ଏବଂ 10 ପଦରେ ଈଶ୍ୱରଙ୍କର ନିମନ୍ତେ ଲୋକମାନଙ୍କୁ ସେ କ୍ରୟ କରିଅଛନ୍ତି, ଏଇ କଥାଟି ସେଇଠି ଲେଖା ଅଛି। ଅର୍ଥାତ୍ ଏଇ ଯୋଉ କ୍ରୟ କରିଅଛନ୍ତି, ଅର୍ଥାତ୍ ମୁକ୍ତ କରିଅଛନ୍ତି, ପରିତ୍ରାଣ କରିଅଛନ୍ତି, ସେ ଆମମାନଙ୍କୁ ପାପରୁ ଆମମାନଙ୍କୁ ସେ ମୁକ୍ତ କରିଛନ୍ତି। ଅର୍ଥାତ୍ ଆମେ ଏହା କହିପାରିବା ଯେ ଏହା ଏକ ମୁକ୍ତି ବା ଉଦ୍ଧାରର ପୁସ୍ତକ ଅଟେ। ମୁକ୍ତି ହେଉଛି କିଛି ଯାହା ବିଷୟରେ ଆମେ ଅନେକ କଥା କହିଥାଉ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସତ୍ୟ କଥା ଅଟେ। ଯୁଗ ଯୁଗ ଧରି, ଯୁଗ ଯୁଗ ପାଇଁ ଈଶ୍ୱରଙ୍କର ମହାନ ଯୋଜନାକୁ ବୁଝିବା ପାଇଁ ଏହି ମୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଗରୁ ଅର୍ଥାତ୍ ଆଦ୍ୟରୁ ପ୍ରଭୁ ଯୋଉ ସମସ୍ତ ଯୋଜନା କରିଥିଲେ, ଆଦମ ଏବଂ ହବା ଯେତେବେଳେ ସେମାନେ ପାପ କଲେ, ସେଇ ଦିନ ଠାରୁ ଯୋଉ ଯୋଜନା ସେ କରିଥିଲେ,
ସେଇ ଯୋଜନା ସେ ସଫଳ କଲେ ଏବଂ ଏଇ ପୁସ୍ତକ ଖୋଲିବା ଦ୍ୱାରା ସେଇ ମୁକ୍ତି ବିଷୟ ଆମେ ଜାଣିପାରିବେ ଏବଂ ତାଙ୍କର ଲୋକମାନଙ୍କୁ ସେ ଉଦ୍ଧାର କରିବା ପାଇଁ ଏବଂ ଅନେକ ବିଷୟଟିକୁ ମୁକ୍ତ କରିବା ପାଇଁ ଯୋଉ ବିଷୟ ଗୁଡିକ ରହସ୍ୟମୟ ହେଇଛି ଆଉ ଏହା ପ୍ରକାଶ କରେ। ତେବେ ଆମେ ସେ କଥାକୁ ବୁଝିବା ପାଇଁ ଟିକେ ପୁରାତନ ନିୟମର କଥାକୁ ଯଦି ଆମେ ଯିବୁ, କୋଉ କୋଉ ବିଷୟକୁ ମୁକ୍ତି କରାଯିବ ବା ମୁକ୍ତ କରାଯିବ ତାହା ଲେଖା ଅଛି। ଜଣେ ଦାସ ଯଦି ଗୋଟିଏ ପରିବାରରେ ବା ତାକୁ କିଣା ଯାଇଛି, ଦାସ ଭାବରେ କିଣା ଯାଇଛି, କ୍ରୀତ ଦାସ ଭାବରେ ଯଦି ଜଣେ ଲୋକ ଗୋଟିଏ ଘରେ ଅଛି, ଜଣେ ମାଲିକର ଅଧୀନରେ ଅଛି, ତାକୁ ମୁକ୍ତ କରାଯାଇ ପାରିବ ବା ତାକୁ ଫେରେଇ ଆଣି ଦିଆଯାଇପାରିବ। 5 ଅଧ୍ୟାୟ 9 ପଦରେ ସେଇ କଥାଟି ଆମେ ଦେଖୁଛୁ। ଏଇ ପ୍ରକାଶିତ ବାକ୍ୟ ତାର 5 ଅଧ୍ୟାୟ 9 ପଦରେ କ୍ରୁଶରେ ଯୀଶୁ ମରିବା ଦ୍ୱାରା ସେ ମୁକ୍ତ ବିଷୟକୁ ଘୋଷଣା କରିଛନ୍ତି। ପୁରାତନ ନିୟମରେ ଜଣେ ଦାସ ଜଣକର ଘରେ ଯାଇକରି ତାକୁ କିଣା ଯାଇଛି ଏବଂ ସେ ଜଣେ ଦାସଟି ତାଙ୍କ ଘରେ ରହିଛି, ତାଙ୍କର ସବୁ କଥା ବୁଝୁଛି, ସବୁ କାମ କରୁଛି। ସେଇ କଥାଟି ପୁରାତନ ନିୟମରେ ଦେଖିବା ପାଇଁ ମିଳୁଛି। ଗାଲାତୀୟ ତାର 4 ଅଧ୍ୟାୟ 5 ପଦରେ ସେଇ ପ୍ରକାର ଲେଖାଯାଏ। ଟିକେ ପଢିବା, ଟିକେ ଗାଲାତୀୟ 4ର 5 ପଦ। ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେଉ। ବହୁତ ଧନ୍ୟବାଦ। ପୁରାତନ ନିୟମ ସମୟରେ ବା ପ୍ରାଚୀନ କାଳରେ ଜଣେ ଦାସ ସେ କିଛି ମୂଲ୍ୟ ଦେଇକରି ତାକୁ ଫେରେଇକି ନିଆଯାଉଥିଲା। ସେ ପ୍ରକାର ପ୍ରଭୁ ମଧ୍ୟ ଆମମାନଙ୍କୁ ତାଙ୍କ ରକ୍ତ ଦେଇକରି, ମୂଲ୍ୟ ଦେଇକରି ସେ ଆମମାନଙ୍କୁ ପୁତ୍ରତ୍ୱର ଅଧିକାର ଦେଇଛନ୍ତି। ଆମେ ଆଉ ଦାସ ନୁହଁ, ମାତ୍ର ଆମେ ପୁତ୍ର ଅଟୁ, ତାଙ୍କର ସନ୍ତାନ ଅଟୁ। ପ୍ରଥମ ପିତର ତାର 1 ଅଧ୍ୟାୟ 18 ପଦ ଏବଂ 19 ପଦ ଅନୁଯାୟୀ ଈଶ୍ୱର ତାଙ୍କର ପୁତ୍ରଙ୍କୁ ଏ ଜଗତକୁ ପଠେଇଲେ ଏବଂ ସେ ଆମମାନଙ୍କ ନିମନ୍ତେ ବହୁମୂଲ୍ୟ ରକ୍ତ ଦେଇ ଆମମାନଙ୍କୁ ସେ କିଣି ଅଛନ୍ତି, ଆମମାନଙ୍କୁ ସେ ମୁକ୍ତ କରିଅଛନ୍ତି। ପ୍ରଥମ କରନ୍ତୀୟ ତାର 6 ଅଧ୍ୟାୟ 19 ପଦ ଏବଂ 20 ପଦ ଅନୁଯାୟୀ ଆମମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛୁ। ମୁଁ ଆକୁ ସର୍ଟକଟ ରେ ଆଉ ଥରେ କହିବା ପାଇଁ ଚାହୁଁଛି। ପୁରାତନ ନିୟମ ସମୟରେ ଯୋଉ ଦାସ ମାନଙ୍କୁ ସେ ଆଉ ଥରେ ସେମାନେ କିଣୁଥିଲେ, ସେମାନଙ୍କୁ ମୁକ୍ତ କରିକିରି ଫେରେଇ ନେଉଥିଲେ, ସେ ପ୍ରକାର ଭାବରେ ପ୍ରଭୁ ଆମମାନଙ୍କୁ ମୁକ୍ତ କରିଛନ୍ତି। ଦ୍ୱିତୀୟଟି ହେଉଛି ଗୋଟିଏ ପତ୍ନୀକୁ ମଧ୍ୟ ମୁକ୍ତ କରାଯାଉଥିଲା। ଗୋଟେ ପତ୍ନୀ ଯେତେବେଳେ ସେ ବିବାହ ହଉଥିଲା, ଯଦି ତାଙ୍କର କିଛି ପୁଅ କିମ୍ବା ଝିଅ ହଉନଥିଲା ଆଉ ତାର ସ୍ୱାମୀ ମରି ଯାଉଥିଲା, ସେତେବେଳେ ତାକୁ ମୁକ୍ତ ହେବାକୁ ପଡୁଥିଲା। କିଛି ମୂଲ୍ୟ ଦେଇ ତାକୁ ମୁକ୍ତ ହେବାକୁ ପଡୁଥିଲା। ଆଉ ସେଇଟା ଯଦି ଆମେ ଉଦାହରଣ ସ୍ୱରୂପ ନେବା ଋତଙ୍କର ଜୀବନର କଥା, ଋତଙ୍କୁ ମୁକ୍ତ ହେବାକୁ ପଡିଥିଲା। ଯେହେତୁ ତାଙ୍କର କିଛି ପିଲା ଛୁଆ ହେଇନଥିଲା ଆଉ ତାଙ୍କର ସ୍ୱାମୀ ମରିଗଲେ, ସେଥିପାଇଁ ତାକୁ ମୁକ୍ତ ହେବାକୁ ପଡିଲା। ଆଉ ବୋୟଜ ତାଙ୍କୁ ମୁକ୍ତ କରିଥିଲେ। ପ୍ରଥମେ ତାକୁ ମୁକ୍ତ କରାଗଲା ଏବଂ ପରବର୍ତ୍ତୀ ସମୟରେ ସେ ତାଙ୍କୁ ବିବାହ କରିଥିଲେ। ଏବଂ ତୃତୀୟଟି, ଜମିକୁ ମଧ୍ୟ ମୁକ୍ତ କରାଯାଇ ପାରିବ। ଗୋଟେ ଜମି ଯଦି ଜଣେ ହରେଇଛି, ତାହେଲେ ସେ ତାର ମୂଲ୍ୟ ଦେଇ ତାକୁ ସେ ମୁକ୍ତ କରିପାରିବ। ଯାହାକି ଆମେ ଉଦାହରଣ ସ୍ୱରୂପ ନେଇପାରିବା ଯିରିମିୟ ଭବିଷ୍ୟତ ବକ୍ତାଙ୍କର ପୁସ୍ତକ ତାର 32 ଅଧ୍ୟାୟ ଯଦି ଆମେ ପାଠ କରିବୁ, 8 ପଦରୁ 10 ପଦ, 11 ପଦ, 14 ପଦ ଯଦି ଆମେ ପାଠ କରିବୁ, ତାହେଲେ ସେ ତାଙ୍କର ନିଜର ଲୋକଙ୍କର ପାଇଁ ସେ ଜମିକୁ ସେ କିଣିଥିଲେ। ତାହେଲେ ଏଇ ଯୋଉ ଜମି କଥା ଏଇଠି ଆସିଲା, ସେଇଠି ଗୋଟେ ବଢିଆ କଥା ଲେଖା ଅଛି। ଯଦି ଜଣେ ଲୋକ ତାର ନିଜର ଜମିକୁ ନିଜ ହାତକୁ ନେବା ପାଇଁ ଚାହୁଁଛି ଆଉ ସେ ମୁକ୍ତ କରିବା ପାଇଁ ଚାହୁଁଛି, ସେ ଜମିକୁ ମୁକ୍ତ କରିବା ପାଇଁ ଚାହୁଁଛି,
ଆଉ ସେତେବେଳେ ସେଠି ଲେଖାଯିବ, ଭିତର ପଟେ ବି ଲେଖାଯିବ ଏହା କାହାର ଜମି ଅଟେ ଏବଂ ସେ କେତେ ଜମି ଅଛି, ସେଥିରେ କେତେ ଏକର ଅଛି, ସେଇଠି ସବୁ ଲେଖାଯିବ। ଆଉ କେତେ ନଷ୍ଟ ହେଇଯାଇଛି, କେତେ ଭଲ ଅଛି, ସବୁ ବିଷୟ ଲେଖାଯିବ। ଏବଂ ବାହାରେ ଏହା ମୁକ୍ତ କରାଗଲା ବା ଏହା ମୁକ୍ତ କରିବାର ସର୍ତ୍ତାବଳୀ ସବୁ ଏଇ ଉପରେ ଲେଖାଯିବ। ଉପରେ ଗୋଟେ ଲେଖାଯିବ, ବାହାରେ ଗୋଟେ ଲେଖାଯିବ। ଅର୍ଥାତ୍ ଭିତରେ କଣ ଲେଖାଗଲା ନା କେତେ ଜମି ଅଛି, କେତେ ତାର ନଷ୍ଟ ହେଇଯାଇଛି, କେତେ ଭଲ ଅଛି, ସେ ସମସ୍ତ ବିଷୟ ସେଥିରେ ଲେଖାଯିବ। ଏବଂ ବାହାରେ ଲେଖାଯିବ ଜମି ମୁକ୍ତି ହେବାର ସର୍ତ୍ତାବଳୀ। ଆଉ ଏହା ଅର୍ଥାତ୍ ସଦାପ୍ରଭୁଙ୍କର ହସ୍ତରେ ଯୋଉ ପୁସ୍ତକଟି ଅଛି ତାହା ମଧ୍ୟ ସେ ପ୍ରକାର, ଭିତରେ ବି ଲେଖା ଅଛି, ବାହାରେ ବି ଲେଖା ଅଛି। ଗୋଟେ ବଢିଆ ପୁସ୍ତକ ପ୍ରଭୁଙ୍କର ହସ୍ତରେ ଅଛି। ଆମେ ପୁସ୍ତକର ଚରିତ୍ର ବିଷୟରେ ସର୍ଟକଟ ଭାବରେ ଆମେ ଜାଣିଲୁ। ଦ୍ୱିତୀୟଟି ହେଉଛି, ପ୍ରଥମଟି ହେଉଛି କ୍ୟାରେକ୍ଟର, ଦ୍ୱିତୀୟଟି ହେଉଛି କଣ୍ଟେଣ୍ଟସ୍ ଅଫ୍ ଦି ସ୍କ୍ରୋଲ। ଏହି ପୁସ୍ତକର ବିଷୟବସ୍ତୁ। এই বিষয়বস্তুটা କଣ? হ্যাঁ, ଆମେ ବିଶ୍ୱାସ କରୁ ଯେ ଏହି ପୁସ୍ତକ ଯାହା ଆମେ ଏଠାରେ ଦେଖୁଛୁ, ଅର୍ଥାତ୍ এই 5 ଅଧ୍ୟାୟର 1 ପଦରେ ଯାହା ଆମେ ଦେଖୁଛୁ, ତାହା ପୃଥିବୀ ପୃଷ୍ଠର ଏକ କାର୍ଯ୍ୟର ଶିରୋନାମା। ଆକୁ ଆମେ ଏମିତି କହିପାରିବୁ, ଟାଇଟଲ ଡିଡ୍। ଯେତେବେଳେ ମନୁଷ୍ୟ ଏଦନ ଉଦ୍ୟାନରେ ସେ ପାପ କଲା, ସେତେବେଳେ ଜଗତରେ ପାପ ପ୍ରବେଶ କଲା। ସେଦିନ ମନୁଷ୍ୟ ପାପରେ ପଡିଗଲା ଏବଂ ସଦାପ୍ରଭୁଙ୍କର ସୃଷ୍ଟି ଏହି ପୃଥିବୀରେ ପାପ ପ୍ରବେଶ କଲା। ମନୁଷ୍ୟ ଯୋଗୁ ପୃଥିବୀ ଶାପଗ୍ରସ୍ତ ହେଲା, ଭୂମି ଶାପଗ୍ରସ୍ତ ହେଲା ବୋଲି ଲେଖା ଅଛି। ଆଦି ପୁସ୍ତକ ତାର 3 ଅଧ୍ୟାୟ 17 ପଦରେ ଲେଖା ଅଛି, ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା। ଅର୍ଥାତ୍ ମନୁଷ୍ୟ ପାପ କଲା, ମନୁଷ୍ୟ ପତିତ ହେଲା, ସୃଷ୍ଟି ଏଇ ପୃଥିବୀ ଭୂମି ଅଭିଶପ୍ତ ହେଲା। କେଡେ ଦୁଃଖର କଥା, ଜଣେ ପାପ କଲା ଆଉ ଜଣେ ଅଭିଶପ୍ତ ହଉଛି। ଯଦି ଆମେ ଏକ୍ସାମ୍ପଲ ନେବା, ଗୋଟେ ଉଦାହରଣ ନେବା, ବାପା ମଦ ପିଉଛି, ପିଲାକୁ କୁହାଯାଉ ପିଲା ଭଲ ଅଛି, ଗିର୍ଜା ଯାଉଛି, ଭଲ ପାଠ ପଢୁଛି, କିନ୍ତୁ ମଦୁଆର ପୁଅ ବୋଲିକିରି କୁହାଯାଉଛି। ପାପର ପ୍ରଭାବ ଦେଖନ୍ତୁ। ଭଲ ପିଲାଟି, କିନ୍ତୁ ତା ବାପା ଯେହେତୁ এই ପ୍ରକାର, ସେଥିପାଇଁ ତାକୁ ଶୁଣିବାକୁ ପଡୁଛି। ପାପର ପ୍ରଭାବ, এই ପାପର ପ୍ରଭାବ ଏତେ ଭୟଙ୍କର ଯେ ମନୁଷ୍ୟ ପାପ କଲା, ଏ ପୃଥିବୀ ଶାପଗ୍ରସ୍ତ ହେଲା। ଅସୁବିଧାଟି କଣ ହଉଛି ନା, ଏ ମନୁଷ୍ୟକୁ ଏ ସୃଷ୍ଟି ଉପରେ ରାଜତ୍ୱ କରିବା ପାଇଁ ଦିଆଯାଇଥିଲା। ଅର୍ଥାତ୍ ମନୁଷ୍ୟ ଏ ପୃଥିବୀର ଅଧିକାରୀ ଥିଲା, କିନ୍ତୁ ସେ ତାକୁ ହରେଇଲା ଗୋଟେ ଛୋଟିଆ ପାପ କରିବା ଦ୍ୱାରା। ଆମେ ସେଥିପାଇଁ କହୁ ସୃଷ୍ଟିର ମୁକୁଟ ହଉଛି ମନୁଷ୍ୟ। ଆଉ ଏ ସୃଷ୍ଟି ମଧ୍ୟରେ ପ୍ରଭୁ ପରମେଶ୍ୱର ସଦାପ୍ରଭୁ ସେ ମନୁଷ୍ୟକୁ ପ୍ରଧାନ ସ୍ଥାନ ଦେଇଛନ୍ତି। ଆଉ ସେଥିପାଇଁ ସେ ଦୂତମାନଙ୍କ ଠାରୁ ମନୁଷ୍ୟକୁ ଅଳ୍ପ ମାତ୍ର ନ୍ୟୁନ କରିଛି, ଅଳ୍ପ ମାତ୍ର ନ୍ୟୁନ କରାଯାଇଛି। କିନ୍ତୁ ଏ ମନୁଷ୍ୟ ପାପ କରିବା ହେତୁ ପୃଥିବୀ ଉପରେ କର୍ତ୍ତୃତ୍ୱ କରିବାର ବିଷୟକୁ ସେ ହରେଇ ଦେଲା। ଆଦି ପୁସ୍ତକ ତାର 1 ଅଧ୍ୟାୟ 27 ଏବଂ 28 ପଦରେ ସେ ତାକୁ ସେ ଅଧିକାର ଦେଇଥିଲେ, କିନ୍ତୁ ସେ ସବୁ ପାପ ଯୋଗୁ, ତାର ଅବାଧ୍ୟ ଯୋଗୁ, ଈଶ୍ୱରଙ୍କର ଅବାଧ୍ୟ ହେବାରୁ ସେ ସବୁକୁ ହରେଇଲା ଏବଂ ଏହି ପୃଥିବୀ ଚାଲିଗଲା ଶୟତାନ ପାଖକୁ। ଅର୍ଥାତ୍ ପୃଥିବୀର ଅଧିକାରୀ ଶୟତାନ ହେଇଗଲା।
এই ଜଗତର ଅଧିପତି ଶୟତାନ ହେଇଗଲା। ଦ୍ୱିତୀୟ କରନ୍ତୀୟ ତାର 4 ଅଧ୍ୟାୟ 4 ପଦରେ ଲେଖା ଅଛି ଜଗତପତି। ଏବଂ ମାଥ୍ୟୁ ତାର 4 ଅଧ୍ୟାୟ 8 ପଦରୁ 9 ପଦ ଯଦି ଆମେ ପଢିବୁ, ସେଇଠି ଶୟତାନ ଯୀଶୁଙ୍କୁ ଯୋଉ ପରୀକ୍ଷା କରୁଥିଲେ ସେଥିରେ ଗୋଟେ ବିଷୟ ଲେଖା ଅଛି, ଶେଷ ବିଷୟଟି, ଯେ ଶୟତାନ ଯୀଶୁଙ୍କୁ ଗୋଟେ ଉଚ୍ଚ ପର୍ବତକୁ ନେଇଗଲେ ଏବଂ ଜଗତର ସମସ୍ତ ରାଜ୍ୟ ଏବଂ ଐଶ୍ୱର୍ଯ୍ୟ ସେ ଦେଖେଇଲେ ଏବଂ 9 ପଦରେ କହିଲେ, ତୁମେ ଯଦି ଟିକେ ନମସ୍କାର କରିଦବ, ଟିକେ ପ୍ରଣାମ କରିଦବ, ତାହେଲେ ସବୁ ତୁମକୁ ଦେଇଦବ। ତାର ଅର୍ଥ ଏଇ ଜଗତ କାହାର ଅଧୀନରେ ଅଛି? ଶୟତାନର ଅଧୀନରେ ଅଛି। ଶୟତାନ ଚତୁରତାର ସହିତ ଏଇ ପୃଥିବୀକୁ ସେ ତାର ନିଜ ହାତକୁ ନେଇଗଲା, ଯାହାର ଉପରେ କି ମନୁଷ୍ୟ କର୍ତ୍ତୃତ୍ୱ କରିବା କଥା, ମନୁଷ୍ୟର ଅଧିକାର ଅଛି, ସେ ତାକୁ ଉପଭୋଗ କରିବା କଥା, ସେ ରାଜତ୍ୱ କରି ରହିବା କଥା, କିନ୍ତୁ ସେ ସବୁକୁ ହରେଇ ଦେଲା। ଶୟତାନ ଚତୁରତାର ସହିତ ମନୁଷ୍ୟକୁ ଫସେଇ ଦେଲା, ଆଉ ସେ ପାପରେ ପକେଇ ଦେଲା, ସବୁ ଅଧିକାରକୁ ତା ହାତକୁ ନେଇଗଲା, ଛଡେଇକିରି ନେଇଗଲା। ଅର୍ଥାତ୍ ଆମେ ଏମିତି କହିପାରିବା ଯେ ମନୁଷ୍ୟ ପାଖରେ ଯୋଉ ପଟା ଥିଲା, ସେଇ ପଟା ସେ ନିଜ ହାତକୁ ନେଇଗଲା। ଆଦମଙ୍କର ନାଁରେ ଥିଲା ଏବଂ ସେ ତାକୁ ନେଇଗଲା, ଛଡେଇକିରି ନେଇଗଲା। କି ଦୁଃଖର କଥା! ପାପ ଏତେ ଭୟଙ୍କର, ଏତେ ଭୟଙ୍କର ଯେ ସବୁ ଅଧିକାର ଶୟତାନ ହାତକୁ ଚାଲିଗଲା। ସେଥିପାଇଁ ଏଇ ସୃଷ୍ଟିକୁ ଏ ସମସ୍ତ ପାପର ବନ୍ଧନରୁ ଉଦ୍ଧାର କରିବା ପାଇଁ ବା ଏ ପାପର ବନ୍ଧନକୁ ଭାଙ୍ଗିବା ପାଇଁ ବର୍ତ୍ତମାନ ପ୍ରଭୁ ଯୀଶୁ ପ୍ରସ୍ତୁତ ହେଇଛନ୍ତି। এই ପୁସ୍ତକର ବିଷୟବସ୍ତୁ ହଉଛି ଏହା, ଅର୍ଥାତ୍ ପ୍ରଥମ ଆଦମ ପାପ କଲେ ଆଉ ସେ ସବୁ ବିଷୟକୁ ହରେଇଥିଲେ, କିନ୍ତୁ ଦ୍ୱିତୀୟ ଆଦମ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରାୟଶ୍ଚିତ କାର୍ଯ୍ୟ ଯୋଗୁଁ କ୍ରୁଶ ଉପରକୁ ଯାଇ ଯୋଉ ସମସ୍ତ ପ୍ରାୟଶ୍ଚିତ ସେ କାର୍ଯ୍ୟ ସାଧନ କରିଛନ୍ତି, ସେଥିପାଇଁ ସମସ୍ତ ବିଷୟକୁ ସେ ମୁକ୍ତ କରିଛନ୍ତି। ତାଙ୍କର ରକ୍ତ ଦେଇ ସମସ୍ତ ବିଷୟକୁ ସେ କିଣିଛନ୍ତି। ସେ ଆମ୍ଭମାନଙ୍କୁ ମୁକ୍ତ କରିଛନ୍ତି ଆଉ ସମସ୍ତ ବିଷୟକୁ ସେ କିଣିଛନ୍ତି। ସଦାପ୍ରଭୁଙ୍କର ହାତରେ ଯୋଉ ପୁସ୍ତକ ଅଛି, ଭିତରେ ଏବଂ ବାହାରେ ତାହା ଲେଖାଯାଇଛି। ଭିତର ଭାଗରେ କଣ ଲେଖା ଅଛି? ପାପ, ଦୁଃଖ, ମୃତ୍ୟୁ, ବିଫଳତା ଏବଂ ପରାଜୟର କାହାଣୀ ଲେଖାଯାଇଥିବା ସମୟରେ ଉପର ଭାଗରେ ବା ବାହାରେ କଣ ଲେଖା ହେଇଛି? ମୁକ୍ତିର ସର୍ତ୍ତାବଳୀ ଲେଖାଯାଇଛି। ଆଉ ତାହା ଆମେ ପାଠ କରିବା ପାଇଁ ସକ୍ଷମ ହବୁ, ଏଥିପାଇଁ ଜଣକୁ ଖୋଜା ଯାଉଛି। କିଏ ଖୋଲିବ? କିଏ ଖୋଲିବ? ଏ ପୁସ୍ତକର ମୁଦ୍ରା ସବୁ କିଏ ଭାଙ୍ଗିବ? କିଏ ଖୋଲିବ? ଏବଂ ଦ୍ୱିତୀୟ ବିଷୟଟି ହେଉଛି ଏକ ରହସ୍ୟମୟ ପୁସ୍ତକ। ଲେଖିବାରେ ସେ ଭୁଲ ହେଇଛି ମୋର। ଦ୍ୱିତୀୟଟି ହେଉଛି ଏକ ଯତ୍ନଶୀଳ ସନ୍ଧାନ, ଏ ମେଟିକୁଲସ୍ ସର୍ଚ୍ଚ, ଏକ ଯତ୍ନଶୀଳ ସନ୍ଧାନ। ଓଡ଼ିଆର ଲେଖିବାର ସେଟା ଭୁଲ ହେଇଛି। ପ୍ରଥମେ ଯାହା ଲେଖିଥିଲି ତାକୁ ହିଁ ସେଠି ରହିଯାଇଛି। ଏକ ଯତ୍ନଶୀଳ ସନ୍ଧାନ। ଯତ୍ନଶୀଳ ସନ୍ଧାନ 2 ପଦରୁ 4 ପଦ ମଧ୍ୟରେ ଲେଖାଯାଇଛି। ଅର୍ଥାତ୍ ଈଶ୍ୱରଙ୍କର ହାତରେ ଏଇ ଯୋଉ ରହସ୍ୟମୟ ପୁସ୍ତକ ଅଛି ବା ଏ ରହସ୍ୟମୟ ପୁସ୍ତକର ଚରିତ୍ର ବିଷୟ ବର୍ଣ୍ଣନା କରାଯାଇଛି, ଯୋହନ ଟିକେ ସେ ବିଷୟରେ ସନ୍ଧାନ ଆମମାନଙ୍କୁ ଜଣେଇ ଦଉଛନ୍ତି, ଆମମାନଙ୍କୁ ସୂଚେଇ ଦଉଛନ୍ତି। ନା ସ୍ୱର୍ଗରେ ଏବଂ ସ୍ୱର୍ଗରେ ଜଣେ ଲୋକ ଅଛନ୍ତି ବା ମୁଖ୍ୟ ଲୋକ ଅଛନ୍ତି, ସେ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯିଏକି ପୁସ୍ତକର ମୁଦ୍ରା ସବୁ ଭାଙ୍ଗିବେ ଆଉ ତାକୁ ଖୋଲିବେ
ଆଉ ସେ ମୁକ୍ତ ଘୋଷଣା କରିବେ। ପ୍ରଥମଟି ହେଉଛି ଏହି ସନ୍ଧାନର ଆବଶ୍ୟକତା, ଦ ରିକ୍ୱାରମେଣ୍ଟସ୍ ଅଫ ଦିସ୍ ସର୍ଚ୍ଚ। ଏହି ସନ୍ଧାନର ଆବଶ୍ୟକତା କଣ ପାଇଁ ସନ୍ଧାନ କରାଯାଉଛି? 2 ପଦ ଲେଖା ଅଛି। ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚ ସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରା ସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ? କିଏ ଏ ଲୋକଟି? କିଏ ଖୋଲି ପାରିବ? ସନ୍ଧାନ କରାଯାଉଛି। ଜଣେ ଦୂତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସବୁ ପଚାରୁଛନ୍ତି ଯେ ଏ ପୁସ୍ତକ କିଏ ଖୋଲି ପାରିବ, କିଏ ଫିଟେଇ ପାରିବ, କିଏ ଭାଙ୍ଗି ପାରିବ? ପ୍ରଶ୍ନଟି ବହୁତ ବଢିଆ ପ୍ରଶ୍ନ, କାରଣ କେହି ମଧ୍ୟ ନାହାନ୍ତି ତାହା ଖୋଲିବା ପାଇଁ, ତାହା ଫିଟେଇବା ପାଇଁ। ଟିକେ ଧ୍ୟାନ ଦିଅନ୍ତୁ, ଏଇଠି ଦୂତ କହୁନାହାନ୍ତି ଯେ ପୁସ୍ତକ ଖୋଲିବାକୁ କିଏ ଅଛି, କିଏ ପ୍ରସ୍ତୁତ, ସେ କଥା କହୁନାହାନ୍ତି। ମାତ୍ର ସେ ପଚାରୁଛନ୍ତି ଗୋଟେ କଥା, ନା କଣ? ପୁସ୍ତକ ଫିଟେଇବାକୁ କିଏ ଯୋଗ୍ୟ? କିଏ ଫିଟେଇବ? ଆସ ଫିଟେଇ ଦିଅ। ସେମିତି ନୁହେଁ, ମାତ୍ର ତାକୁ ଫିଟେଇବା ପାଇଁ କିଏ ଯୋଗ୍ୟ, କିଏ ଅଟନ୍ତି? ପ୍ରିୟ ବନ୍ଧୁଗଣ, ଯୁଗ ଯୁଗ ଧରିକିରି ଆମେ ଇତିହାସ ଗୁଡିକ ପାଠ କରିକିରି ଆସିଛୁ। ଅନେକ ଲୋକ ଏଇ ଜଗତ ଉପରେ କର୍ତ୍ତୃତ୍ୱ କରିବା ପାଇଁ ଚାହିଁଛନ୍ତି, ଜଗତ ଉପରେ ସମ୍ରାଟ ହେବା ପାଇଁ ଚାହିଁଛନ୍ତି, ଏବଂ ଯାହାକୁ କି ଆମେ ଏକ ଛତ୍ରବାଦୀ ଶାସକ ବୋଲିକରି ଆମେ କହୁ। ଜୁଲିୟସ କାଇସର ଏବଂ ହିଟଲର, କଣ ନେପୋଲିୟନ ନା କଣ ଗୋଟେ ନାଁ ଅଛି। ଏ ପ୍ରକାର ଅନେକ ଲୋକଙ୍କୁ ଆମେ ଦେଖୁ, ଏବଂ ବାଇବଲରେ ମଧ୍ୟ ଆମେ ଦେଖୁଛୁ ବାବିଲୋନ ସାମ୍ରାଜ୍ୟର ସମ୍ରାଟ ନବୁକଦନେସ୍ସର ଏକ ଛତ୍ରବାଦୀ ଶାସକ ଏମାନେ ଥିଲେ। ଆଲେକଜାଣ୍ଡର ଦ ଗ୍ରେଟ, ଯେ କି 33 ବର୍ଷ ବୟସରେ ଜଗତକୁ ଜୟ କରିଥିଲେ, ଯାହାକୁ କି ବିଶ୍ୱ ବିଜେତା ବୋଲିକିରି କୁହାଯାଏ। ସେ ପୃଥିବୀ ଉପରେ ଜୟ ହେଲେ ଏବଂ କହିଲେ ଆଉ ନାହିଁ କି ଆଉ ପୃଥିବୀ ଉପରେ ସବୁ ଜୟ କଲା ପରେ ଆଉ ନାହିଁ କି, ଖୋଜି ବୁଲିଲେ ଆଉ ନାହିଁ, ସରିଗଲା, ଆଉ କିଛି ନାହିଁ। ଏ ପ୍ରକାର ଲୋକମାନେ ଯୋଉମାନେ କି ପୃଥିବୀ ଉପରେ ବିଖ୍ୟାତ ହେବା ପାଇଁ, ଶାସକ ହେବା ପାଇଁ, ସମ୍ରାଟ ହେବା ପାଇଁ ଚାହୁଁଥିଲେ, କିନ୍ତୁ ସେମାନେ କେବେ ମଧ୍ୟ ଏଇ ଜଗତକୁ ଉଦ୍ଧାର କରିପାରି ନାହାନ୍ତି। ଜଗତକୁ ବିଜୟ ହେଇଛନ୍ତି, ଲୋକକୁ ମାରିକି, ହତ୍ୟା କରିକି, ଲୁଣ୍ଠନ କରିକି ସେମାନେ ବିଶ୍ୱ ବିଜୟ ହେଇପାରିଛନ୍ତି, ବଡ ହେଇପାରିଛନ୍ତି, କିନ୍ତୁ ଜଗତକୁ ସେମାନେ କେବେ ଉଦ୍ଧାର କରିପାରି ନାହାନ୍ତି। ହିଟଲର ପରି ଲୋକମାନେ, ସେମାନେ ଯଦି ବା ଶାସକ ହେଇପାରିଲେ, କିନ୍ତୁ ପ୍ରାଧାନ୍ୟ ବିସ୍ତାର କରିପାରିଲେ, କିନ୍ତୁ ସେମାନେ ଜଗତକୁ ଉଦ୍ଧାର କରିପାରିଲେ ନାହିଁ, ମୁକ୍ତ କରିପାରିଲେ ନାହିଁ। ଗୋଟେ ସମୟ ଆସୁଛି, ଅତି ଶୀଘ୍ର ଗୋଟେ ସମୟ ଆସୁଛି, ଜଗତ ଦେଖିବ ଗୋଟେ ଶାସକକୁ, ଗୋଟେ ଶାସନକର୍ତ୍ତାକୁ, ଆଉ ସେ ହଉଛନ୍ତି ଆଣ୍ଟିଖ୍ରାଇଷ୍ଟ। ଭଣ୍ଡ ଖ୍ରୀଷ୍ଟଙ୍କୁ ଅତି ଶୀଘ୍ର ଦେଖିବା ପାଇଁ ଯାଉଛି, ଆଉ ସେ ଜଗତକୁ ଶାସନ କରିବା ପାଇଁ ଯାଉଛନ୍ତି। ଅତି ଶୀଘ୍ର ସେ ଜଗତକୁ ଶାସନ କରିବେ, ଆଉ ଲୋକମାନେ ମଧ୍ୟ ତାକୁ ଗ୍ରହଣ କରିବେ, ତାକୁ ବିଶ୍ୱାସ କରିବେ। ହଁ, ଏଇ ଲୋକ ହିଁ ଆମମାନଙ୍କର ଶାସନକର୍ତ୍ତା, ଏଇ ଲୋକ ହିଁ ଆମମାନଙ୍କର ଶାନ୍ତିଦାତା, ଏଇ ଲୋକ ହିଁ ଆମମାନଙ୍କର ପ୍ରଭୁ, ଏଇ ଲୋକ ହିଁ ଆମମାନଙ୍କର ରାଜା। ଲୋକମାନେ ତାକୁ ମଧ୍ୟ ଗ୍ରହଣ କରିବେ। ଯେକୌଣସି ଉପାୟରେ ସେ ଏଇ ଜଗତକୁ ଶାସନ କରିବା ପାଇଁ ଯାଉଛନ୍ତି, ଜଗତକୁ ସେ ଶାସନ କରିବେ, କିନ୍ତୁ ସେ ଜଗତକୁ ଉଦ୍ଧାର କରିପାରିବେ ନାହିଁ। ସେଥିପାଇଁ ସନ୍ଧାନ କରାଯାଉଛି, ଖୋଜା ଯାଉଛି ଯେ ଏ ରହସ୍ୟମୟ ପୁସ୍ତକକୁ କିଏ ଖୋଲିବ, କିଏ ଖୋଲିବ? ଏ ପ୍ରକାର ଲୋକ କିଏ ଅଛନ୍ତି? ଯତ୍ନଶୀଳ ସନ୍ଧାନ,
ଯତ୍ନ କରିକିରି ଖୋଜା ଯାଉଛି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଯେ ଏ ମୁଦ୍ରା ସବୁ ଭାଙ୍ଗିବା ପାଇଁ, ଏ ପୁସ୍ତକ ଖୋଲିବା ପାଇଁ କେବଳ ପ୍ରଭୁ ଯୀଶୁ ହିଁ ଯୋଗ୍ୟ ଅଟନ୍ତି। ଆଉ କେହି ନାହିଁ ଏ ଜଗତରେ ତାହା ଖୋଲିବା ପାଇଁ। ଯଦିବା ଅଧିକାରୀ ହେଇପାରନ୍ତି, ଯଦିବା ରାଜା ହେଇପାରନ୍ତି, କିନ୍ତୁ କେହି ମଧ୍ୟ ଏହାକୁ ଖୋଲି ପାରିବେ ନାହିଁ। ଖୋଜା ଯାଉଛି। ଦ୍ୱିତୀୟଟି ହେଉଛି ଏହି ସନ୍ଧାନରେ ପହଞ୍ଚିବା। ଦ ରିଚ୍ ଅଫ୍ ଦି ସର୍ଚ୍ଚ। 3 ପଦରେ ସେଇ କଥା ଲେଖା ଅଛି। କଣ ଲେଖା ଅଛି? 3 ପଦ ଟିକେ ପଢନ୍ତୁ। କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ। ସ୍ୱର୍ଗରେ ନାହିଁ, କି ମର୍ତ୍ତ୍ୟରେ ନାହିଁ, ଅର୍ଥାତ୍ ପୃଥିବୀରେ ବି ନାହିଁ, କି ପାତାଳରେ ମଧ୍ୟ ନାହିଁ। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ କେହି ମଧ୍ୟ ନାହାନ୍ତି। ଯେତେବେଳେ ଖୋଜା ଯାଉଛି, ଯତ୍ନ କରିକି ଖୋଜା ଯାଉଛି, ଖୋଜ ଖୋଜ କିଏ ଅଛି ଫିଟେଇବା ପାଇଁ, ଏ ମୁଦ୍ରା ସବୁ ଭାଙ୍ଗିବା ପାଇଁ କିଏ ଅଛି, ଖୋଜ ଟିକେ, ନା କେହି ମିଳୁନାହାନ୍ତି। କେହି ମିଳୁନାହାନ୍ତି। ସ୍ୱର୍ଗରେ ଖୋଜାଗଲା, ପୃଥିବୀରେ ଖୋଜାଗଲା, ପାତାଳରେ ଖୋଜାଗଲା, କେହି ମଧ୍ୟ ମିଳୁନାହାନ୍ତି। କେହି ଯୋଗ୍ୟ ନାହାନ୍ତି। ଯଦିବା ସ୍ୱର୍ଗରେ ଖୋଜାଗଲା, ସ୍ୱର୍ଗ ଦେଖ ଦେଖ ତ ସ୍ୱର୍ଗରେ କିଏ ସବୁ ଅଛନ୍ତି ଯୋଗ୍ୟ ହେବେ କି ଆଉ ଖୋଲିବା ପାଇଁ? ଦେଖ ତ ଅବ୍ରାହମ ଅଛନ୍ତି, ନା, ଯୋଗ୍ୟ ନାହିଁ। ସେ ବିଶ୍ୱାସର ଆଦି ପିତା ହେଇପାରନ୍ତି, କିନ୍ତୁ ଯୋଗ୍ୟ ନାହିଁ। ହେଇଠି ମୂଷା ଅଛନ୍ତି, ଓ ମୂଷା ଅଛନ୍ତି, ହଁ, ସେ ପୃଥିବୀରେ ନମ୍ର ଲୋକ, ତାଙ୍କ ପରି କେହି ନାହାନ୍ତି, କିନ୍ତୁ ସେ ଯୋଗ୍ୟ ନାହିଁ। ଏଇ ଦାଉଦ ଅଛନ୍ତି ପରା, ରାଜା। ହଁ ହଁ, ସେ ରାଜା ହେଇପାରନ୍ତି, ଈଶ୍ୱରଙ୍କର ମନର ମତ ବ୍ୟକ୍ତି ହେଇପାରନ୍ତି, କିନ୍ତୁ ସେ ଯୋଗ୍ୟ ନୁହନ୍ତି। ଏଇ ଯାକୁବ ଅଛନ୍ତି, ଈଶ୍ୱରଙ୍କର ସହିତ ମଲ୍ଲ ଯୋଦ୍ଧା, ତାକୁ ସେ ଅଛନ୍ତି, ତାକୁ ଡାକ, ସେ ଈଶ୍ୱରଙ୍କ ସହିତ ମଲ୍ଲ ଯୋଦ୍ଧା ହେଇପାରନ୍ତି, କିନ୍ତୁ ନା, ସେ ଯୋଗ୍ୟ ନୁହନ୍ତି। ଏଲିଶା, ଏଲିୟ, ଅନେକ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ଲୋକମାନେ କେହି ଯୋଗ୍ୟ ହେଇପାରିଲେ ନାହିଁ। ଦେଖ ଦେଖ, ଯୀଶୁଙ୍କର ଶିଷ୍ୟ ମାନଙ୍କ ଭିତରୁ ସିମନ ପିତର, ଆନ୍ଦ୍ରିୟ, ଯାକୋବକୁ ଦେଖିବା, ନା ନା ନା, ସେମାନେ ମଧ୍ୟ ହେଇପାରିବେ ନାହିଁ। ଯାହାର ରୁମାଲ ପଠେଇଦେଲେ ସୁସ୍ଥ ହେଇଯାଉଛନ୍ତି ଲୋକମାନେ, ଯାହାର ଛାଇରେ ଲୋକମାନେ ସୁସ୍ଥ ହେଇଯାଉଛନ୍ତି, ଛାଇ ପଡିଲେ ସୁସ୍ଥ ହେଇଯାଉଛନ୍ତି, ସେମାନେ କରିପାରିବେନି? ନା, କରିପାରିବେନି, ଯୋଗ୍ୟ ନୁହନ୍ତି। ଏ ପାଉଲକୁ ଡାକ, ଯିଏ କି ପ୍ରଭୁ ଯୀଶୁଙ୍କୁ ଦେଖିଛନ୍ତି, ଦମେଶକ ପଥର ଦେଖିଲେ, ପ୍ରଭୁଙ୍କୁ ଜାଣିଲେ, ଚିହ୍ନିଲେ, ପ୍ରଭୁଙ୍କର ଲୋକମାନଙ୍କୁ ଯିଏ ତାଡନା କରୁଥିଲେ, ବର୍ତ୍ତମାନ ସେ ତାଡିତ ହେଇକରି ସୁସମାଚାର ପ୍ରଚାର କରିଛନ୍ତି। ଅନେକ ଅନେକ ଦେଶକୁ ଯାଇକରି ସୁସମାଚାର ପ୍ରଚାର କରିଛନ୍ତି, ଅନେକ ମଣ୍ଡଳୀ ସବୁ ସ୍ଥାପନ କରିଛନ୍ତି। ତାକୁ ଡାକ। ସୁସମାଚାର ପ୍ରଚାର କରିବା ପାଇଁ ସେ ବିଖ୍ୟାତ ହେଇପାରନ୍ତି, କିନ୍ତୁ ପୁସ୍ତକ ଫିଟେଇ ପାରିବେ ନାହିଁ। କେହି ନାହାନ୍ତି। ସ୍ୱର୍ଗରେ ଦେଖାଗଲା, ପ୍ରଭୁଙ୍କର ଏଇ ସାଧୁ ମାନଙ୍କୁ ଦେଖାଗଲା, କେହି ଯୋଗ୍ୟ ନୁହନ୍ତି। ଦୂତ ମାନେ ମଧ୍ୟ ଯୋଗ୍ୟ ନୁହନ୍ତି। ଗାବ୍ରିଏଲ, ମିଖାଏଲ, ସ୍ୱର୍ଗର ଦୂତ ମାନେ, ଏମାନେ ମଧ୍ୟ ଯୋଗ୍ୟ ନୁହନ୍ତି। ସନ୍ଧାନ କରାଯାଉଛି, କେହି ନାହାନ୍ତି। ସ୍ୱର୍ଗର ବାହିନୀ ମାନେ, ନାଇଁ ନାଇଁ, କେହି ନାହାନ୍ତି। ଏଥର ପୃଥିବୀରେ ଦେଖିବା, ଆଉ ସ୍ୱର୍ଗ କଥା ଗଲା, ପୃଥିବୀରେ ଦେଖିବା ଏଥର ପୃଥିବୀରେ କିଏ ସବୁ ଅଛନ୍ତି, ଯୋଗ୍ୟ ଲୋକ ଅଛନ୍ତି କି? ଖୋଜିବା ଟିକେ। ପୃଥିବୀରେ ଯେତେବେଳେ ଖୋଜାଗଲା, ସେତେବେଳେ କୌଣସି ରାଜାକୁ ଦେଖାଗଲା ନା, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜନେତା, ବୈଜ୍ଞାନିକ, ଧନୀ, ଜ୍ଞାନୀ, ପ୍ରଚାରକ, ପାଳକ, ବିଶପ, ଯେତେ ସବୁ ଦେଖାଗଲା, କେହି ନାହାନ୍ତି। ନା ନା ନା, ପୃଥିବୀରେ ମଧ୍ୟ କେହି ନାହାନ୍ତି। ସନ୍ଧାନ କରାଯାଉଛି, ଏହି ପୁସ୍ତକ ନେବା ପାଇଁ କେହି ଯୋଗ୍ୟ ନୁହନ୍ତି। ଅତର ଠିକ ଅଛି, ପାତାଳରେ ଦେଖ, ପାତାଳରେ କିଏ ଅଛି? ଶୟତାନ ଅଛି, ସେ କଣ ଖୋଲିବ? ପାତାଳରେ କିଏ ଅଛି? ଭୂତ ଅଛି,
ସେ କଣ ଖୋଲିବ? ପାତାଳରେ କିଏ ଅଛି? ପାପୀ ମନୁଷ୍ୟ ଯିଏକି ପାପ କରିଛି ସେ ଅଛି। ସେ କଣ ଖୋଲିବ? କେହି ନାହାନ୍ତି। ସ୍वर्ଗରେ, ମର୍ତ୍ତ୍ୟରେ, ପାତାଳରେ କେହି ମଧ୍ୟ ନାହାନ୍ତି ଏହା ଖୋଲିବା ପାଇଁ। ସନ୍ଧାନ କରାଯାଉଛି, କେହି ମଧ୍ୟ ନାହାନ୍ତି। ପ୍ରିୟ ବନ୍ଧୁଗଣ, ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ଏଇ ପୁସ୍ତକ ଖୋଲିବା ପାଇଁ କେବଳ ପ୍ରଭୁ ଯୀଶୁ ହିଁ ଯୋଗ୍ୟ ଅଟନ୍ତି। ପ୍ରଭୁ ଯୀଶୁ ହିଁ ଯୋଗ୍ୟ ଅଟନ୍ତି। ତୃତୀୟ ବିଷୟ ହେଉଛି ଦ ରିଜଲ୍ଟସ୍ ଅଫ୍ ଦିସ୍ ସର୍ଚ୍ଚ। ଏହି ସନ୍ଧାନର ଫଳାଫଳ ଚାରିପଦରେ ଲେଖା ଅଛି। ଚାରିପଦରେ ଲେଖା ଅଛି, ସେହି ପୁସ୍ତକ ଫିଟେଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି। ଆହା, କି କଥା ଏଇଟା ହେଇଗଲା। କେହି ମିଳୁନାହାନ୍ତି। ସ୍ୱର୍ଗରେ ନାହିଁ, ମର୍ତ୍ତ୍ୟରେ ନାହିଁ, ପାତାଳରେ ମଧ୍ୟ ନାହିଁ, କେହି ମିଳୁନାହାନ୍ତି ଏହା ଫିଟେଇବା ପାଇଁ। ସେଥିପାଇଁ ବର୍ତ୍ତମାନ ଯୋହନ ବହୁତ ଦୁଃଖ ହେଇଗଲେ। ସେ ଏଥର କାନ୍ଦୁଛନ୍ତି। କାରଣ କଣ? କାରଣ ହଉଛି ଏଥିରେ ଯାହା ଲେଖା ହେଇଛି ତାହା ଫିଟେଇବା ଦ୍ୱାରା ପୃଥିବୀ ଉଦ୍ଧାର ପାଇବ, ଜଗତ ଉଦ୍ଧାର ପାଇବ, ମୁକ୍ତ ହବ। ସେଥିପାଇଁ ଏହା ଫିଟେଇବା ପାଇଁ ଦରକାର। ସେ ଜାଣିଛନ୍ତି, ଏ ପୁସ୍ତକ ବିଷୟରେ ସେ ଜାଣିଛନ୍ତି। ସେଥିପାଇଁ ସେ କାନ୍ଦି ପକେଇଲେ। କାନ୍ଦି ପକେଇଲେ। ଏଇ ଯୋଉ କାନ୍ଦିବା କଥା ବାଇବଲରେ ଲେଖା ଅଛି, ଯୀଶୁ କାନ୍ଦିଲେ। ଯୋହନ 11:35 ଯୀଶୁ କାନ୍ଦିଲେ। ଏଇ ଯୋଉ ଯୀଶୁ କାନ୍ଦିଲେ, ତାଙ୍କର ବନ୍ଧୁ ଲାଜର ସେ ମରି ଯାଇଥିଲେ। ଆଉ ଯୀଶୁ ତାଙ୍କର ସେ ବନ୍ଧୁ ପାଇଁ ଲୋକମାନଙ୍କର କ୍ରନ୍ଦନ ଦେଖିକିରି ସେ ମଧ୍ୟ କାନ୍ଦି ପକେଇଲେ। କିନ୍ତୁ ଯୀଶୁ ଯୋଉ କାନ୍ଦିଲେ, ତାହା ଆମେ ଯେମିତି କାନ୍ଦୁଛୁ, ଆଉ ପୁଅ ପିଲାମାନେ ଜଣେ ମରିଗଲେ ଯେମିତି କାନ୍ଦୁଛୁ, ପୁଅ ପିଲାମାନଙ୍କର କଥା କହୁଛି, ମା ମାନଙ୍କର କଥା ନୁହେଁ। ଟିକେ ଲୁହ ଝରେଇ ଦେଇକି ଆମେ ଟିକେ ଚୁପଚାପ ରହିଯାଉ। ବେଶୀ ପାର୍ଟି କରି ପ୍ରାୟ କେତେ ଜଣ କାନ୍ଦନ୍ତି, କିନ୍ତୁ ପୁଅ ପିଲାମାନଙ୍କର କ୍ଷେତ୍ରରେ ପାର୍ଟି କରି ସେମାନେ କାନ୍ଦନ୍ତି, ଏମିତି କାନ୍ଦନ୍ତି ପ୍ରାୟତଃ। କାନ୍ଦିବେ, ଟିକେ କାନ୍ଦିବେ, ରହିଯିବେ। କିନ୍ତୁ ଝିଅ ପିଲାମାନେ, ମା ମାନେ, ଭଉଣୀ ମାନେ କାନ୍ଦୁଥିବେ, 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 କାନ୍ଦୁଥିବେ। ଆମେ ତାକୁ ବାହାନି ବାହାନି କରି କାନ୍ଦୁଛୁ ବୋଲିକିରି କହୁ। ପୁଅ ପିଲାମାନଙ୍କ କ୍ଷେତ୍ରରେ ସେ ପ୍ରକାର ନଥାଏ। ପ୍ରଭୁ ଯୀଶୁ ଯେତେବେଳେ ଏଠି କାନ୍ଦିଲେ, ସେ ପ୍ରକାର ଟିକେ ଜଷ୍ଟ କାନ୍ଦିଲେ। ଯୀଶୁ କାନ୍ଦିଲେ ବୋଲି ଯୋଉ କଥା ଲେଖା ଅଛି, ଜଷ୍ଟ ସେମିତି କାନ୍ଦିଲେ। ଦ୍ଵିତୀୟରେ ଆଉ ଗୋଟେ କାନ୍ଦିବାର ଅଛି। ଯୀଶୁ ଆଉ ଗୋଟେ ଜାଗାରେ ମଧ୍ୟ ରୋଦନ କରିଛନ୍ତି। ଲୁକ ତାର 19:41 ଯୀଶୁ ଯେତେବେଳେ ବିଜୟ ଯାତ୍ରା କରୁଛନ୍ତି, ବିଜୟ ଯାତ୍ରା କରିବା ସମୟରେ ସେ ଯେତେବେଳେ ପହଞ୍ଚିଲେ ଜେରୁସାଲାମରେ, ଜେରୁସାଲାମ ମନ୍ଦିରକୁ ସେ ଦେଖିଲେ, ଆଉ ସେତେବେଳେ ସେ ରୋଦନ କଲେ। ଏଇ ଯୋଉ ରୋଦନ କଲେ ଲେଖା ଅଛି, ଲାଜର ଯେତେବେଳେ ମୃତ୍ୟୁଭୋଗ କରିଥିଲେ, ଯୋଉ କାନ୍ଦିଲେ ସେ ପ୍ରକାର ନୁହେଁ। କିନ୍ତୁ ଏଇଠି ସେ ଜୋରରେ କାନ୍ଦିଛନ୍ତି। ତାର ହୃଦୟ ଭାଙ୍ଗି ଯାଇଛି। ତାଙ୍କର ହୃଦୟ ଭାଙ୍ଗିଯିବା ଫଳରେ ଗୋଟେ ପିଲା ଲୋକ ଯେ ପ୍ରକାର କାନ୍ଦନ୍ତି, ସେ ପ୍ରକାର ଭାବରେ ସେ କାନ୍ଦିଛନ୍ତି। ଜୋରରେ କାନ୍ଦିଛନ୍ତି। ତାଙ୍କର ହୃଦୟ ଭାଙ୍ଗି ଯାଇଛି। ମନ୍ଦିରକୁ ଦେଖିକିରି ସେ ପ୍ରକାର ଭାବରେ କାନ୍ଦିଛନ୍ତି। ଲାଜାର ମରିବା ସମୟରେ ଚୁପଚାପ ହେଇକିରି କାନ୍ଦିଲେ, କିନ୍ତୁ ଜେରୁସାଲାମ ମନ୍ଦିରକୁ ଯେତେବେଳେ ସେ ଦେଖିଲେ, ସେ ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଜୋରରେ ଜୋରରେ କାନ୍ଦିଲେ। ଗୋଟେ ଛୋଟ ପିଲା ପରି ସେ କାନ୍ଦିଲେ, ଅର୍ଥାତ୍ ତାଙ୍କର ହୃଦୟ ଭାଙ୍ଗିଗଲା। ଯେତେବେଳେ ବେଶୀ ଦୁଃଖ ଲାଗେ, ଆମେ ଜୋରରେ କାନ୍ଦୁ। ପ୍ରଭୁ ଯୀଶୁ ସେ ପ୍ରକାର କାନ୍ଦିଛନ୍ତି। ତେବେ କାହିଁକି ଦି ପ୍ରକାର କଥା କହିଲି? ଏଇ ଯୋଉ ଯୋହନ କାନ୍ଦିଲେ, ଖୋଜା ଗଲା, କେହି ମିଳିଲେ ନାହିଁ। ଯୋହନ ଏଠି ଜୋରରେ କାନ୍ଦିଛନ୍ତି। ଆହା, କେହି ମଧ୍ୟ ମିଳୁନାହାନ୍ତି। କି କଥା ହେଇଗଲା ଏଇଟା? କିଏ ଖୋଲିବ? ତାର ହୃଦୟ ଭାଙ୍ଗି ଯାଇଛି, ଆଉ ସେ ଜୋରରେ କାନ୍ଦିଛନ୍ତି। ପିଲା ଲୋକଙ୍କ ପରି ସେ ଜୋରରେ କାନ୍ଦିଛନ୍ତି। ଯୋହନ କାହିଁ କାନ୍ଦୁଛନ୍ତି, ରୋଦନ କଲେ? ନା ସେ ଜାଣିଛନ୍ତି ଯେ
सेही पुस्तक कौन प्रतिनिधित्व करुछि। जोहन जानिछन्ति जे जदि केही सेही पुस्तक बा से पुस्तकर मुद्रा सब भांगिबे नाही बा खोली पारिबे नाही, तेबे अनंत काल पाई पापर प्रभाव पृथ्वी उपरे रहिबो। एथिपाई जोहन कांदुछन्ति कांदुछन्ति कांदुछन्ति। तेबे प्रभु आज आमनकु एतकिरे आशीर्वाद करंतु। आज पाई एतकी प्रभुंकर इच्छा हेले आमे आसंता थरकु आलोचना करिबा द मैग्निफिसेंट सेवियर, जने महान त्राणकर्तांक विषय रे आमने आलोचना करिबा। तेबे प्रभु आमनकु समस्तंकु आशीर्वाद करंतु। ईश्वरंकर शांति, ईश्वरंकर अनुग्रह, ईश्वरंकर दया आशीर्वाद करुणा आम समस्तंक प्रति वर्षु प्रभु प्रत्येकंक दया करंतु। बहुत बहुत धन्यवाद। नमस्कार। बहुत बहुत धन्यवाद sir. Thank you so much for your wonderful teachings on the book of Revelations, and you have brought to us the mysterious truth from the 5th chapter of Revelations. May God bless you with the power of the Holy Spirit, overshadow you under the divine scriptures, and strengthen you always for the glory of His name as well as profit of the believers. Thank you so much. आसंतु आमे आज्ञांको पाई गोटे करताल देवा। एही परी सब बुधवार दिन आसुछंदी, आसुथांतु आपण भाई मानंकु दीदी मानंकु शिक्षा दउथांतु। प्रभु आपनको संग रुहंतु, आपनको परिवार संग रुहंतु। हालेलुया, प्रेज द लॉर्ड। आसंतु